ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାକୁ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଉଦ୍ଘାଟନ କରିଥିବା ବେଳେ ବର୍ତ୍ତମାନ ଧାନ ବଦଳରେ ସମନ୍ୱିତ କୃଷିକୁ ପ୍ରାଧାନ୍ୟ ଦେବା ସହ ଜୈବିକ ପ୍ରଣାଳୀର ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପାଇଁ ଅନେକ ରିହାତି ଯୋଜନା ପ୍ରଣୟନ ହୋଇଥିବାରୁ ଚାଷୀମାନେ ସେମାନଙ୍କ ଲାଭାଂଶ ଦ୍ୱିଗୁଣିତ କରିବାକୁ ସେ କହିଥିଲେ। ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଖେନ୍ଦୁ ରାୟ ଯୋଗ ଦେଇଥିବା ବେଳେ ମତ୍ସ୍ୟ ଅଧିକାରୀ ଭବାନୀ ପଣ୍ଡା ଖଡ଼ିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଗ୍ରାମ ବେହେରା ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଖେନ୍ଦୁ ରାୟ କହିଥିଲେ, ସରକାରଙ୍କ ଏଇଟା ବଡ଼ ବଡ଼ ପଦକ୍ଷେପ, କାରଣ ଆଗରୁ ଡିଷ୍ଟ୍ରିକ୍ଟ ଲେବୁଲରେ ହେଉଥିଲା ପ୍ରାଣୀ ସମ୍ପଦ ମେଳା, ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା, ଏବେ ବ୍ଲକ ଲେବୁଲରେ କରାଯାଉଛି। ତେଣୁ ଏଥିରେ ସବୁ ଯେତେ ଗ୍ରାମାଞ୍ଚଳର ପାଖାପାଖି ଚାଷୀ ଏବଂ ପଞ୍ଚାୟତ ଶ୍ରେଣୀର ଯେଉଁ ସବୁ ବଡ଼ ବଡ଼ ଚାଷୀ ଅଛନ୍ତି ଆଉ ନୂଆ ଚାଷୀ ଯେଉଁମାନେ ଏହି ସୁବିଧା ନେବା ପାଇଁ ଆମ ଭେଟେନାରୀ ଡିପାର୍ଟମେଣ୍ଟରୁ ଫିସରୀ ଡିପାର୍ଟମେଣ୍ଟରୁ ଯାହା ସବୁ ସୁବିଧା ନେବାର ଅଛି ସବୁ ଆସିକି ତାର ସେ ସବୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝିଲେ ଏବଂ ତାଙ୍କର ଉତ୍ସାହ ଆଗ୍ରହ ବହୁତ ଭଲ ଥିଲା ଏଠି ଏବଂ ସେମାନେ ଏଥିରୁ ବହୁତ ଲାଭବାନ ହେବେ। ତେଣୁ ସେମାନେ ସମସ୍ତଙ୍କୁ ସେହି ତରଫରୁ ମୁଁ ସ୍ୱାଗତ କରୁଛି। କାମଧେନୁ ଯୋଜନା, ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଉ ବିଭିନ୍ନ କୋଭିଡ ପ୍ୟାକେଜର ଯେଉଁ ଆମର ଛୋଟ ଛେଳି ଆଉ କୁକୁଡ଼ାମାନଙ୍କୁ ଦିଆଯାଉଛି ସେ ସୁବିଧା ସବୁ ଆପଣ ନେଇପାରିବେ। ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ବସବାସ କରନ୍ତି। ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଏକ ମନ୍ଦିର ନିର୍ମାଣ ହୋଇଥିଲା। ମା ସୁନାଦେଈ ଘଞ୍ଚ ବନାନୀ ଓ ପ୍ରକୃତି ରାଣୀ ପ୍ରକୃତି କୋଳରେ ବାସ କରିବା ପାଇଁ କାଠ ନିର୍ମିତ ମନ୍ଦିର ନିର୍ମାଣ ପରେ ଅଭିଷେକ ହୋଇଥିଲା। ଏ ସମ୍ପର୍କରେ ପୂରଣ ବିଶ୍ୱାଳ କହିଛନ୍ତି, ଆଉ ଆମର ଯେନ୍ ଏଟା ପରମ୍ପରା ଚାଲିଛେ ସବୁଦିନକେ ଆଜି ହଉଛେ ମା ସୁନାଦେଈ ଆମର ଯେନ୍ଟାକି ଗୁଡ଼ାରାଜ ଅଞ୍ଚଳ ନୂଆପଡ଼ା ଜିଲ୍ଲାର ଆମେ ଇଷ୍ଟ ଦେବୀ ବୋଲିକରି ମାନୁଛୁଁ, ଆରାଧ୍ୟ ଦେବୀ ବୋଲିକରି ମାନୁଛୁଁ ମା ସୁନାଦେଈକେ। ଆମର ଯେନ୍ଟା ଗୋଟେ କଂକ୍ରିଟ ମନ୍ଦିର ବନିଛେ ଇଟା ସିମେଣ୍ଟ ବେଲ ଗେଟି ଲୁହାରେ ବନିଛେ, ସେ ମନ୍ଦିରରେ ମା ନିର୍ଦ୍ଦେଶ ନି ଦେଲେ ଆମକେ ରହବାର୍ ଲାଗି ତାଙ୍କର ଇରା ନାଇଁନ, ସେଥିର୍ଲାଗି ବୋଲିକରି ଆମେ ଗାଁ ବାଲେ ଫେର ଗୋଟେ କାଠର ମନ୍ଦିର ନିର୍ମାଣ କରୁଛୁଁ, ଅଧା ହେଇକରି ଅଛେ। ଆଉ ନିଶ୍ଚିତ ଭାବେ ଏ ମନ୍ଦିରଟା ଆମର କୁଆଁର ପୂର୍ଣ୍ଣିମା ଯେନ୍ଟାକି ଦଶରା ପୂର୍ଣ୍ଣିରେ ଛତର ଯାତ୍ରା ହେସି ସେ ଯାତ୍ରାରେ କମ୍ପ୍ଲିଟ୍ ହେବା ଆଉ ଦଶରା ମାସ ହିଁ କାଠର ମନ୍ଦିର ପ୍ରତିଷ୍ଠା ହେବା। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଲୋକ ଅଦାଲତରେ 3894ଟି ପାରିବାରିକ ଚେକ୍ ବାଉନ୍ସ ଦେୱାନୀ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଓ ରାଜସ୍ୱ ମାମଲାଗୁଡ଼ିକର ବିଚାର କରାଯାଇ 2,20,74,477 ଟଙ୍କା ଆଦାୟ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କ ଏବଂ ବିଦ୍ୟୁତ୍ ବିଭାଗ ଲୋକ ଅଦାଲତରେ ଅଂଶଗ୍ରହଣ କରି 189ଟି ବ୍ୟାଙ୍କ ବକେୟା ଋଣ ଓ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାଗୁଡ଼ିକର ସମାଧାନ କରିଛନ୍ତି। ଏଥର ଜିଲ୍ଲାର କିଛି ଖବର ସଂକ୍ଷେପରେ। ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ ବୃଦ୍ଧି ହେଉଥିବା ବେଳେ ବିଭିନ୍ନ ଉପାୟରେ ଚାଲାଣ କରୁଛନ୍ତି। ଏକ ବସ୍ ଯୋଗେ 57 ଜଣ ଦାଦନ ଶ୍ରମିକ ଗୌତମା ଛକଠାରୁ ପ୍ରୟାଗରାଜକୁ ଯାଉଥିବା ବେଳେ ଜୋଙ୍କ ପୋଲିସ ସମସ୍ତଙ୍କୁ ଅଟକ ରଖିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ 2 ମାସ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆରମ୍ଭ ହୋଇଛି। 2 ମାସିଆ ତାଲିମ ପାଇଁ ୱାର୍ଡ ନମ୍ବର 8ର 15 ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚୟନ ହୋଇଛନ୍ତି। ଲିଙ୍ଗଭିତ୍ତିକ ହିଂସା ନିରାକରଣ ସଚେତନ ପକ୍ଷ ପାଳନ ଅବସରରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସଭାଗୃହରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ସମାଜର ପ୍ରାଚୀନ କାଳରୁ ମହିଳାମାନଙ୍କୁ ଉଚ୍ଚ ସମ୍ମାନ ଓ ସ୍ଥାନ ଦେଉଥିବା ସମାଜ ସମୃଦ୍ଧ ଏବଂ ଶକ୍ତିଶାଳୀ ବୋଲି କହିଥିଲେ। ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଓଡ଼ିଶା ସଂଗ୍ରହଣ ଅଗ୍ରାଧିକାର ନୀତି 2023 ସମ୍ବନ୍ଧୀୟ କର୍ମଶାଳା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତା ତଥା ଜିଲ୍ଲା ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।